ଆମ ଜଗା ଭାରି ବଢ଼ିଆ। ଯଦୁଙ୍କ ତୁଲେ ତାହା ଚିନ୍ତି ଏ ଭବ ଭଏ ସେ ଡରନ୍ତି। ତୋ ରୂପ ନ ଦେଖି ନୟନେ ଇନ୍ଦ୍ରିୟ ଯେନେ ଆତ୍ମବିନେ। ଏ ମହି ତୋର ପାଦ ଲାଗି ଯେ ମନ୍ଦ ଦିଶଇ ସୌଭାଗୀ। ତୋ ଅବତାର ଯେବେ ଯିବ ବିଧବା ପ୍ରାୟ କ୍ୟ ଦିଶିବ। ଏ ହାଉ ପରେ ଯେତେ জন ଗ୍ରାମ ଔଷଧି ଗିରିବନ। ସମୁଦ୍ର ଆଦି ଜଳ ସ୍ଥାନ ଆଶ୍ରିତ ତୋହର ଚରଣ। ହେ ବିଶ୍ୱ ଆତ୍ମା ବିଶ୍ୱେଶ୍ୱର ମୁଁ ତୋର ଚରଣେ କିଙ୍କର। ପାଣ୍ଡବ କୂଳେ ବୃଷ୍ଣି ବଂଶେ ମୁଁ ଯେ ବନ୍ଧନ ସ୍ନେହ ପାଶେ। ତୁ ଯେବେ ଶରଣ ସୋତର ଏ ସ୍ନେହ ପାଶ ଛେଦ ମୋର। ଭୋ ନାଥ ଶ୍ରୀମଧୁସୂଦନ ତୋର ଚରଣେ ମୋର ମନ। ସର୍ବ ବିଷୟ ଦୂରେ ତେଜି ନିଶ୍ଚଳେ ରହୁ ନିତ୍ୟ ଭଜି। ଗଙ୍ଗାର ସ୍ରୋତ ଯେନେ ବହେ ସେ ପୁଣି ସିନ୍ଧୁ ଜଳେ ରହେ। ହେ କୃଷ୍ଣ କୃଷ୍ଣ ସଖା ତୁହି ହେ ବୃଷ୍ଣି ଶ୍ରେଷ୍ଠ ଭାବଗ୍ରାହୀ। ଅବନି ରଖି ଆଦି ମୂଳ ନାତି लो दुष्ट କ୍ଷତ୍ରିକୁଳ। ତୋହର ହେତୁ ସେ ତରନ୍ତି ନିଶ୍ଚିନ୍ତେ ତୋ ଦେହେ ବସନ୍ତି। ଗୋବିନ୍ଦ ଶରଣ ସଦର ଭକତ ଜନ ସୁଖ ଘୋର। ତୋ ଅବତାର ଏ ଜଗତେ ଗୁରୁ ବ୍ରାହ୍ମଣ ଦେବ ହିତେ। ଅଖିଳ ଗୁରୁ ଯୋଗେଶ୍ୱର ତୋ ପାଦେ ମୋର ନମସ୍କାର। ସୁତବାଚ ସୁତ କହନ୍ତି ମଞ୍ଜୁବାଣୀ କୃଷ୍ଣ ବଚନ କୃଷ୍ଣ ଶୁଣି। ହସି ବୋଲନ୍ତି ଦାମୋଦର କମଳ ବଚନ ଗମ୍ଭୀର। କରିବି ସତ୍ୟ ତୋ ବଚନ କହି ଉଠିଲେ ଭଗବାନ। ହସ୍ତିନାପୁରେ ଯାଇ ବସି ସକଳ ନାରୀଙ୍କୁ ଆଶ୍ୱାସୀ। ବ୍ୟାସ ସହିତେ ମୁନିଗଣ ସଙ୍ଗତେ ଘେନି ନାରାୟଣ। ନିକଟେ ବସି ଏକେ ଏକେ ବୋଧିଲେ ଇତିହାସ ବାକ୍ୟେ। କୃଷ୍ଣ ମାୟାରେ ମନ ଛନ ନ ବୁଝେ କୃଷ୍ଣର ବଚନ। ସ୍ନେହ ମୋହରେ ବଶ ହୋଇ ଶ୍ରୀକୃଷ୍ଣ ମୁଖକୁ ଅନାଇ। କପାଳେ ତେଇ ବେନି କର ବୋଲଇ ରାଜା ଯୁଧିଷ୍ଠିର ବାଚ ଶୁଣ ହେ ପ୍ରଭୁ ଦାମୋଦର ମୁଁ ରାଜା ଧର୍ମର କୁମର। ମୋହର ପୂର୍ବ କର୍ମ ଦୋଷେ ପଡ଼ିଲି ସ୍ନେହ ମୋହ ପାଶେ। ଦେଖ ଜ୍ଞାନ ବୁଦ୍ଧି ମୋର ମୁଁ ମୂଢ଼ ଦୃଷ୍ଟ ଦୁରାଚାର। ଏ ମାୟା ଦେହେ ସ୍ନେହ କରି ଅନେକ ଇକ୍ଷୟିଣୀ ମାରି। ବାଳକ ଦ୍ୱିଜ ବନ୍ଧୁ ମିତ ପିତୃଭାତ ଯେ ପୁରହିତ। ଦ୍ରୋହ ମୁଁ କଲି ଅବିବେକେ ନିଶ୍ଚୟ ପଡ଼ିବି ନରକେ। ବରସ ଅୟୁତେ କେବେ ମୋକ୍ଷ ନାହିଁ ମତେ। ଏମନ୍ତେ ଶାସ୍ତ୍ରର ବଚନ ଯେ ଧର୍ମ କହେ ମୁନିଜନ। ପ୍ରଜା ପାଳନେ ଧର୍ମ ଯୁଦ୍ଧେ ଦୋଷ ନ ଲାଗେ ଶତ୍ରୁ ବଧେ। ଏକଥା ମତେ ବୋଧେ ନହେ ସକଳ ଘଟେ ହରି ରହେ। ପ୍ରାଣୀର ବଧେ ନାହିଁ ଧର୍ମ ଏଟିଅ ବିଦ୍ୟା ମୋହ ଭ୍ରମ। ବନ୍ଧୁ ବାନ୍ଧବ ନ ପ୍ରମାଣୀ ସଂଗ୍ରାମେ ମଲେ ଯେତେ ପ୍ରାଣୀ। ତାଙ୍କର ମଣିମାନେ ଗୃହେ ଦିନ ବଞ୍ଚନ୍ତି ଶୋକ ମୋହେ। ତହୁଁ ଯେ ତାପ ଉପୁଜିବ କି କର୍ମେ ସେ ତାପ ଖଣ୍ଡିବ। ଦେହ ଲାଗିଲା ପଙ୍କ ଯେହ୍ନେ ନ ଯାଇ ପଙ୍କେ ପ୍ରକ୍ଷାଳନେ। ମଦ୍ୟକୁ ଆଣି ଦେହେ ବୋଳି ମଦ୍ୟ ଯେ ସନେ ତାପ ଖାଳି। ପ୍ରାଣୀର ବଦ୍ଧ ପ୍ରାଣୀ ହତେ କାହୁଁ ତାରିବ ଯଜ୍ଞ ମତେ। ସୁତବାଚ ଏମନ୍ତ କୃଷ୍ଣର ଅଗ୍ରତେ ରାଜା କହିଲେ ଦୁଃଖ ଚିତ୍ତେ। ତକ୍ଷଣେ ପ୍ରଭୁ ନର ହରି ମାୟାରେ ତାଙ୍କ ମନ ହରି। ପଞ୍ଚ ପାଣ୍ଡବ ସଙ୍ଗେ ଘେନି କିଛି ନ କହି ହେଲେ ତୁନି। ସେ ମାୟା ଧର ପାଦଗତ ନମୟୀ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣ ପରମହଂସ ସଂହିତାୟ ପ୍ରଥମ ସ୍କନ୍ଧେ କୁନ୍ତି ସ୍ତୁତି ଯୁଧିଷ୍ଠିର
नु तप नाम अष्टम अध्याय नवम अध्याय आरंभ। सकल धर्म राजा आगे निरपि भीष्म अनुरागे कृष्ण चरणे स्तुति पात नवम अध्याय संपद। सुत उवाच एमन्ते प्राणिवध भय निवेदि धर्मरतनय सकल धर्म ज्ञान अर्थे विजय कले निज रथे मिलिले कुरुक्षेत्रे जाई भीष्म अछन्ति जहि सोई राजा संगते चारि प्राते सज होइले जे रथे उत्तम अश्वनाना वर्ण शोभावे रत्न विभूषण ताहांक संगे विप्रजने गमन कले तो समने गोविंद नंदी घोष रथे बसिले अर्जुन सहिते पांडव मध्ये युधिष्ठिर कियवा देवा पट्टान्तर गुह्यक गण मध्य गते कुबेर प्रकाश जेमन्ते एमन्ते कुरुक्षेत्र गले पांडव गोविंद कतुले सरसयने गंगासुत देखिले राजा धर्मसुत अवनी पृष्ठे मोहगत किबा अमर भूमिगत पांडवे गोविंदर तुले भीष्म चरणे प्रणमिले ब्रह्मर्षि देव ऋषि गणे अपरे राज ऋषि माने मिलिले जाई कुरुक्षेत्र